ଘାଟିରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ଜାଗାରେ ବଡ଼ ବଡ଼ ପଥର ସବୁ ପାହାଡ଼ ଉପରୁ ତଳକୁ ଖସିଥିଲା। ହାय ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଆଜି ଆମେ ବାହାରିଛୁ ଓଡ଼ିଶାର ଏକ ସୁନ୍ଦର ପାହାଡ଼ିଆ ରାସ୍ତା କଳିଙ୍ଗା ଘାଟିକୁ। ଭଞ୍ଜନଗରରୁ ଫୁଲବାଣୀ ଯିବା ରାସ୍ତାରେ ପଡ଼େ କଳିଙ୍ଗା ଘାଟି। ବର୍ତ୍ତମାନ ଆମେ ଭଞ୍ଜନଗରରୁ ବାହାରିଛୁ। ଭଞ୍ଜନଗରରୁ 24 କିଲୋମିଟର ଗଲା ପରେ ପଡ଼ିବ ଦୁର୍ଗା ପ୍ରସାଦ। ଏଇଠାରୁ ହିଁ କଳିଙ୍ଗା ଘାଟି ଆରମ୍ଭ ହୋଇଯାଏ। ଦେଖନ୍ତୁ, ଏଇଟା ପଡ଼ିଲା ଭଞ୍ଜନଗର ଘାଇ। ପୁରା ଘାଇରେ ଫୁଲ୍ ପାଣି ଅଛି। ଏଇଟା ସବୁ ଘାଇର ଗେଟ୍। এই ଗେଟ୍ ଦ୍ୱାରା ଘାଇର ପାଣି ଛଡ଼ା ଯାଇଥାଏ। ଏଠାରୁ ଭଞ୍ଜନଗର ଟାଉନ୍ ହେଲା ଶେଷ। ଏପଟେ ଦେଖନ୍ତୁ ସାଇଡ଼ରେ ଗୋଟେ ପଡ଼ିବ ପିକନିକ୍ ସ୍ପଟ୍ ନେଚର କ୍ୟାମ୍ପ ଭଞ୍ଜନଗର। ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର ବିଦାୟ। ଏଇଠୁ ଭଞ୍ଜନଗର ଟାଉନ୍ ହେଲା ଏଠି ଶେଷ। এইটা ଫୁଲବାଣୀ ଯିବା ରାସ୍ତା NH 157 କଳିଙ୍ଗା ଘାଟି ଦେଇ କନ୍ଧମାଳ ଜିଲ୍ଲାକୁ ଯାଇଛି। ଦେଖନ୍ତୁ, ଆଗରେ ଯେଉଁ ଦେଖାଯାଉଛି ପାହାଡ଼, ଏଇଟା ହେଉଛି କଳିଙ୍ଗା ଘାଟି। ପାହାଡ଼ ତଳେ ଅଛି ଦୁର୍ଗା ପ୍ରସାଦ। ଦେଖନ୍ତୁ, ଏଇଠୁ ଦୁର୍ଗା ପ୍ରସାଦ, ଏଇଠୁ ଷ୍ଟାର୍ଟ ହେଲା ଘାଟି ରାସ୍ତା। ଦେଖନ୍ତୁ, ବର୍ତ୍ତମାନ ଆମେ ଘାଟିର ତଳୁ ଉପରକୁ ଯାଉଛୁ। ଏହି ଘାଟି ଦେଇ ଗଲାବେଳେ ଆପଣଙ୍କୁ ଅନେକ ସମୟରେ ମାଙ୍କଡ଼ମାନଙ୍କ ଦଳ ଦେଖିବାକୁ ମିଳିବେ। ଦେଖନ୍ତୁ, ଏଇଠୁ ଦଳେ ମାଙ୍କଡ଼ କିପରି ଧାଡ଼ିରେ ସବୁ ବସିଛନ୍ତି। କଳିଙ୍ଗା ଘାଟି ରାସ୍ତାଟି ପ୍ରାୟ 11 କିଲୋମିଟର ଲମ୍ବା। ଏହା ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା। ଏଠାକାର ବଙ୍କାଟଙ୍କା ରାସ୍ତାରେ ଗାଡ଼ି ଚଲାଇବା ଯେତିକି ରୋମାଞ୍ଚକର, ସେତିକି ସତର୍କତା ମଧ୍ୟ ଆବଶ୍ୟକ। କନ୍ଧମାଳ ଜିଲ୍ଲାର ଜୀବନରେଖା ହେଉଛି କଳିଙ୍ଗା ଘାଟି। କଳିଙ୍ଗା ଘାଟି କନ୍ଧମାଳ ସହିତ ବୌଦ୍ଧ, ସୁବର୍ଣ୍ଣଗିରି, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାକୁ ଯୋଡ଼ିଛି। ରାସ୍ତାର ଦୁଇ ପାର୍ଶ୍ୱରେ ଆପଣ ଘଞ୍ଚ ଜଙ୍ଗଲ ଦେଖିବାକୁ ପାଇବେ। ଗୋଟିଏ ପଟେ ଉଚ୍ଚ ପାହାଡ଼ ଏବଂ ଅନ୍ୟ ପଟେ ଗଭୀର ଖାଲ। ଘାଟିରେ ସ୍ଥାନେ ସ୍ଥାନେ ସାବଧାନରେ ଗାଡ଼ି ଚଲାନ୍ତୁ, ଭୂସ୍ଖଳନ ଅଞ୍ଚଳ ବୋଲି ବୋର୍ଡ଼ ଲଗାଯାଇଛି। ଦେଖନ୍ତୁ, ଏଠାରେ ଲେଖା ହେଇଛି ସାବଧାନ, ପଥର ଖସୁଥିବା ଅଞ୍ଚଳ, ଦୟାକରି ଏଠାରେ ବସନ୍ତୁ ନାହିଁ। ଦେଖନ୍ତୁ, ଏଠାରେ ବି ସତର୍କ ସୂଚନା ବୋର୍ଡ଼ ଲାଗିଛି। ଘାଟ ଏରିଆ ଡ୍ରାଇଭ୍ ସ୍ଲୋ ବୋଲି। ଦେଖନ୍ତୁ, ଏଇଟା ଆସିଲା ସେ ଘାଟିର ଲ୍ୟାଣ୍ଡସ୍ଲାଇଡ୍ ଏରିଆ। ଯେଉଁ କିଛି ଦିନ ପୂର୍ବେ ଏଇଠି ଲ୍ୟାଣ୍ଡସ୍ଲାଇଡ୍ ହେଇକରି ଘାଟି ରାସ୍ତାଟି ବନ୍ଦ ଥିଲା। 3 ରୁ 4 ମାସ ପ୍ରାୟ ଘାଟିରେ ରାସ୍ତାରେ ଯାନବାହନ ଯିବା ବନ୍ଦ ଥିଲା। ଦେଖନ୍ତୁ, ଉପରୁ କିନ୍ତୁ ପଥର ଖସିକରି ଏଇ ଘାଟି ରାସ୍ତାଟି ଭାଙ୍ଗି ଯାଇଥିଲା। ବଡ଼ ବଡ଼ ପଥର ଗାର୍ଡ ୱାଲ୍ କରାହେଇଛି। ଏବେ ଏଇଠି ଖସି ଯାଇଥିଲା। ସବୁ ଖସିଛି, ଖସିକି ପଡ଼ିଛି। ପଥର ଖସିଥିଲା। এই ଜାଗାରେ ସବୁ ବଡ଼ ବଡ଼ ପଥର ଖସିଥିଲା। ପୁରା ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
प्राय 3 ରୁ 4 मास यातायात घाटी रे बंद थिला। देखो एबे भी बड़ बड़ पत्थर सब ऊपर झुलिकी अच्छी पूरा देखो तलू बोली पूरा पत्थर खसी। गाड़ी धीरे धीरे जाऊँगी। पूरा सिंगल रोड एटा ये सब पत्थर खसी आर सब लगिक अच्छी के पड़ो देखा बड़ बड़ पत्थर सब अच्छी। स्टोन फॉलिंग एरिया बोली सूचना बोर्ड लगी देखो ये लिखाई स्टोन फॉलिंग एरिया। घाटीर उपरी भाग में एक छोट मंदिर रही माँ कनक दुर्गा मंदिर। ता पूर्व देखो पड़ो गेट एपटे गंजाम सेपटे कंधमाल देखो लिखाई वेलकम टू कंधमाल। बर्तमान आम गेट सेपटे कंधमाल डिस्ट्रिक्ट रे पहुँची गलु। देखो यहाँ हूँ माँ वन दुर्गा मंदिर जो यात्री मैंने निजर शुभ मना आसी गाड़ी अटकाई पूजा अर्चना करथांती। वन दुर्गा मंदिर अरे झरणाटे अच्छे देख छोट झरणाटे वन दुर्गा मंदिर सब काम चलती। कलिंगा घाटीर झरणा पूरा घाटी एटा मंदिर माँ वन दुर्गा मंदिर एटा कंधमाल डिस्ट्रिक्ट पड़ाइले से बॉर्डर से बॉर्डर से गेट रू सेकानी गंजाम एकानी कंधमाल है। ये होचंदी माँ वन दुर्गा घाटीर अधिष्ठात्री देवी होचंदी माँ वन दुर्गा। कलिंगा 7 किलोमीटर एठू आउ कलिंगा रहा 7 किलोमीटर। देखो घाटीर गोटे पटे बड़ बड़ पहाड़ और अन्य पटे देखो पूरा खाई ये सब गार्डवाल काम बर्तमान घाटी रे चालू अच्छी ये सब काम चलती देखु। काम चालू ଅଛି। बुलानी रास्ता गाड़ी धीरे चलाନ୍ତୁ हिंदी रे भी लिखा है साफ कर ड्राइव स्लो। देखो बर्तमान आम कलिया घाटी उपरे अच्छु एठारे पवन एते ठंडा जे आपणक सारा क्लांति दूर हो जीवो। घाटीर जेते उपरको जिबे तापमात्रा सेते कमी कमी जीवो। घाटी उपरे आपनको अधिक ठंडा लागिबो।
कम हाइट रे बच गया बस आइला बड़ा बड़ा गछ देखो हाँ झाऊ गछ ଏଇଠାରୁ କଳିଆ ଘାଟି ହେଲା ଶେଷରେ ଆମେ କଳିଆ ଘାଟି ପାର ହୋଇ ପହଞ୍ଚି ଯାଇଛୁ କଳିଙ୍ଗାରେ। କଳିଙ୍ଗା ହେଉଛି ଘାଟି ତଳେ ଥିବା କନ୍ଧମାଳ ଜିଲ୍ଲାର ଏକ ଛୋଟିଆ ଗାଁ। ଦେଖନ୍ତୁ ଏଇଠୁ ଫୁଲବାଣୀ ହେଲା 48 କିଲୋମିଟର। ଦର୍ଶକ ବନ୍ଧୁ, ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟେ ଲାଇକ୍ ନିଶ୍ଚୟ କରନ୍ତୁ। ଆପଣଙ୍କୁ ଏ ଘାଟିର କେଉଁ ମୋଡ଼ ସବୁଠୁ ଭଲ ଲାଗିଲା ତଳେ କମେଣ୍ଟରେ ଜଣାନ୍ତୁ। ଆମ ଓଡ଼ିଶାର ଏମିତି ଆହୁରି ସୁନ୍ଦର ଜାଗା ବିଷୟରେ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ। ରହୁଛି, ପୁଣି ଦେଖା ହେବ ଏକ ନୂଆ ସ୍ଥାନରେ। ସେ ପର୍ଯ୍ୟନ୍ତ ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ।